এটা রহিগলা ওয়াইন শপ। তাহলে এটা কଟক যাইছে, এটা চକା ସହିତ ବଡି ବି ଉଡ଼ି ଯାଇଥିବ କୁଆଡ଼େ ହେଲା। କଟକରୁ ପ୍ରାୟ 50ରୁ 55 କିଲୋମିଟର ଭଳିଆ ରୋଡ଼ ଅଛି। ଜୟ ଶ୍ରୀରାମ ସମସ୍ତଙ୍କୁ ଆଣ୍ଡ ଗୁଡ୍ ମର୍ଣ୍ଣିଂ। ବାଟରେ ଅଛି କଟକରୁ କ୍ରସ୍ କରିକି ଆଇଛି ଆଠଗଡ଼ ରୋଡ଼ରେ। ମୁଁ ସମସ୍ତଙ୍କୁ କଟକରୁ ଢେଙ୍କାନାଳ ରୋଡ଼ ଟ୍ରିପ୍ଟା ଆପଣଙ୍କୁ ଦେଖେଇବି, ଆଉ ରିଟର୍ନ ଆଇଲା ବେଳେ ବି ତାକୁ ବି ଦେଖେଇବି। ଆମେ ଢେର ସାରା କଥା ହେବା, ଟ୍ରିପ୍ରେ ବି ଏନ୍ଜୟ କରିବା। ବାକି ରହିଲା ଆପଣମାନେ କେମିତି ଅଛନ୍ତି, ଭଲରେ ଥାଆନ୍ତୁ ସମସ୍ତେ ଠାକୁରଙ୍କ ଦୟାରୁ। ହଁ, କାର୍ରେ ଅଛି ଅବିକା। ଯେଉଁମାନେ ଢେଙ୍କାନାଳ ଯାଉଛନ୍ତି ସେମାନେ ଏଇ ରୋଡ଼ଟା ଦେଖିଥିବେ କି ନାହିଁ ମୁଁ ଜାଣିନାହିଁ। ଏଇ ରୋଡ଼ଟା ନଈଟା ହେଲା ଆମର ଧବଳେଶ୍ୱର ମନ୍ଦିର ଯାଇଛନ୍ତି ସେଇ ରୋଡ଼ରେ ଅଛି ଆଠଗଡ଼ ଠାରୁ ଶଙ୍କରପୁର ଦେଇକି ଢେଙ୍କାନାଳ ଯିବାକୁ ପଡ଼େ। ତ ମୁଁ ସେଇ ରୋଡ଼ରେ ଅବିକା ଯାଉଛି। ଆପଣମାନଙ୍କୁ ରୋଡ଼ ଟ୍ରିପ୍ ଦେଖେଇବି ହାଲକା ଫୁଲକା, ଆଉ ଅଧିକା ସମୟ ଆପଣମାନଙ୍କର ନେବିନି ମୁଁ। ଆମେ ହାଲକା ଫୁଲକା କଥାବାର୍ତ୍ତା ହେବା ଆଉ ରୋଡ଼ରେ ଏନ୍ଜୟ କରିବା। ସେ ଯେଉଁମାନେ ଏବାଟେ ଆଉଛନ୍ତି ସେମାନଙ୍କ ପାଇଁ ରୋଡ଼ ଦେଖାଉଛି। ଦେଖ ଖାଲ ଅଛି ରୋଡ଼ରେ ହେଲା। ଯେଉଁମାନେ କାର୍ ନେଇକି ଆଉଛନ୍ତି କେୟାରଫୁଲି ଡ୍ରାଇଭ୍ କରିକି ଆସନ୍ତୁ, ନହେଲେ ହଇରାଣ ହେବେ। ଚକା ସହିତ ବଡି ବି ଉଡ଼ି ଯାଇଥିବ କୁଆଡ଼େ ହେଲା। ଖାସ କରିକି ଯେଉଁମାନେ ଜେଆର କରିକା କି ଭରନା ଏସବୁ କାର୍ ଯେଉଁମାନଙ୍କର ସେଇମାନଙ୍କ ପାଇଁ ଖାସ କରି କହୁଛି। କଟକରୁ ପ୍ରାୟ 50ରୁ 55 କିଲୋମିଟର ଭଳିଆ ରୋଡ଼ ଅଛି। ଏଇଟା ଗାଁ ଭିତର ମାନେ ରୋଡ଼ ସାଇଡ଼୍ କ୍ଲୋଜ୍ ରୋଡ଼ ଅବିକା। ଦେଖ ଗାଈ ମାନେ ବାଛୁରୀ ହେଲା, ଲାଇଭ୍ ହେଇକି ଆକ୍ସିଡେଣ୍ଟ ଗୋଟେ ହେଇଥାନ୍ତା ବାଛୁରୀ ସହିତ। ତ ସମସ୍ତେ ଏଇ ରୋଡ଼ରେ କେୟାରଫୁଲି ଡ୍ରାଇଭ୍ କରନ୍ତୁ। ଏଇଟା ଗୋଟେ ଖାଲ ଦେଖ। ଏଇ ରୋଡ଼ରେ ବି ଏତେ ସରୁ ରୋଡ଼, ଏଇ ରୋଡ଼ରେ ବି ଟ୍ରକ୍ ବି ଆସୁଛି। ଏଇଟା ରହିଗଲା ୱାଇନ୍ ଶପ୍। ଯେଉଁମାନେ ବି ମାଲ୍ ଫାଲ୍ ପିଉଛନ୍ତି ସେମାନଙ୍କ ପାଇଁ ବଢ଼ିଆ ପ୍ଲେସ୍ ବି ଏଇଟା। ଆଉ ୱାଇନ୍ ଶପ୍ରେ ରହିଗଲା ଏଇଟା। ଆଲକୋହଲ ଇଜ୍ ଇଞ୍ଜୁରିୟସ୍ ଟୁ ହେଲ୍ଥ। ସମସ୍ତେ ବି ଆଲକୋହଲ ପିଅନ୍ତୁନି। ଏଇ ଦେହକୁ ଯଦି ଖରାପ କରିବା ପାଇଁ ଚାହୁଁଛ ତାହେଲେ ଆଲକୋହଲ ପିଅ, ଡୋଣ୍ଟ ୱରି। ତ ଯେଉଁମାନେ ପିଉଛନ୍ତି ସେମାନଙ୍କ ପାଇଁ ମୁଁ ଦେଖେଇଦେଲି, ନା କିଛି ମାନେ ଦେଖିବା ପାଇଁ ଚାହୁଁନଥିଲି। ତ ପ୍ଲେସ୍ ବି ଭଲ ଅଛି ରାତିରେ ପିଆପିଇ କରିବା ପାଇଁ। ଏଠି କେହି ପୋଲିସ ଆସିବାର ନାହିଁ। ତ ଏଇ ରୋଡ଼ରେ ଆରାମ ଫ୍ୟାମିଲି ତମ ଉପରେ ଡିପେଣ୍ଡେଡ୍ କରୁଛି। କଖଡ଼ି ନା ଏ ଜାଗା ନା ଟ୍ରେନ୍ ଗେଟ୍ ଏଇଟା ଗୋଟେ। ଟ୍ରକ୍ ବି ଏ ରୋଡ଼ରେ ପାସ୍ କରୁଛି। ରେଲୱେ ଟ୍ରାକ୍ ରହିଛି ଏଇଟା। ନହେଲେ ଏଇଟା କଟକ ଯାଇଛି। ଏଇଟା ଗୋଟେ ପ୍ଲାଣ୍ଟ, ଷ୍ଟିଲ୍ ପ୍ଲାଣ୍ଟଟା ଆରତି ପ୍ଲାଣ୍ଟ। ଏଇଟା ହେଲା ଆରତି ପ୍ଲାଣ୍ଟ। ସେପଟେ ଇଣ୍ଡଷ୍ଟ୍ରି ଦେଖା ହେଉଛି ହାଲକା ଫୁଲକା। ଲୋକାଲିଟିରେ ଯେଉଁମାନେ ଅଛ, ଯେଉଁମାନେ ଦେଖୁଛ ଭାଇ, ମୋତେ ଟିକେ ଫଲୋ ସବସ୍କ୍ରାଇବ୍ ଟିକେ ଲାଇକ୍ କରିଦିଅ। ଯେଉଁମାନେ ଭାଇ ଜାଣିଛନ୍ତି ରୋଡ଼ ବିଷୟରେ ତ ସେମାନଙ୍କୁ ଇଜି ହବ। ଯେଉଁମାନେ ଆପଣଙ୍କୁ ହାଇଟ୍ରେ କରିକି ଦେଖାଉଛି। ଆଗକୁ ଦେଖ କନଷ୍ଟ୍ରକ୍ସନ୍ କାମ 1.5 ବର୍ଷ ଉପରେ ହେଲାଣି ଏ କାମ ଚାଲୁଛି। ରୋଡ଼ ଡିଭାଇଡେଡ୍ ହେଇକି ଯାଇଛି, ରାଇଟ୍ ସାଇଡ୍ ଟର୍ନ ନେଇଛି ରୋଡ଼। ଏ ରୋଡ଼ କାମ ହେଉଛି, ଷ୍ଟପ୍ ପୋଲ କାମ ଚାଲୁ ଅଛି ହେଲା। ଭଙ୍ଗା ହେଇକି ଖାଲ ଫାଲ କେମିତି ହେଇଛି 1.5 ବର୍ଷ 2 ବର୍ଷ ହେଲାଣି। ଏଠି ବି କାମ ଚାଲୁଛି ଏଠି ଫିଲହାଲ। ତ ଏଇ ରୋଡ଼ରେ ଆମେ ଆରାମସେ ଗାଡ଼ି ଚଲେଇକି ଯିବାକୁ ପଡ଼ୁଛି, ନହେଲେ ଭାଇ ବମ୍ପର ବାହାରିକି ପଳେଇଥିବ ତା ତଳୁ, କିଛି ପତା ନଥିବ ହେଲା।